ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ 9 ସିଟ୍ ବିଶିଷ୍ଟ ବିମାନଟି ଭୁବନେଶ୍ୱରରୁ ଆସିବା ବେଳେ ରାଉରକେଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। 10 କିଲୋମିଟର ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଉରକେଲା ରଘୁନାଥପାଲି ଜଲଦା ଏ ବ୍ଲକରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ବିମାନରେ 6 ଜଣ ଯାତ୍ରୀ ରହିଥିଲେ। ପାଇଲଟ ସହ 6 ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। 4 ଜଣ ଯାତ୍ରୀଙ୍କ ମଧ୍ୟରେ 2 ଜଣ ପୁରୁଷ 2 ଜଣ ମହିଳା ରହିଛନ୍ତି। ଆହତମାନେ ହେଉଛନ୍ତି ସୁଶାନ୍ତ କୁମାର ବିଶ୍ୱାଳ, ଅନିତା ସାହୁ, ସୁନୀଲ ଅଗ୍ରୱାଲ, ସବିତା ଅଗ୍ରୱାଲ। 2 କ୍ରୁ ସଦସ୍ୟ ହେଉଛନ୍ତି କ୍ୟାପ୍ଟେନ ନବୀନ କାଡଙ୍ଗା, ତରୁଣ ଶ୍ରୀବାସ୍ତବ। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଡ଼ାଣର କିଛି ସମୟ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଦୁର୍ଘଟଣାର କାରଣ ଏଯାଏଁ ଜଣାପଡ଼ିନାହିଁ। କେଉଁ ପରିସ୍ଥିତିରେ କ୍ରାସ୍ ଲ୍ୟାଣ୍ଡିଂ କଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଖବର ପାଇ ଘଟଣାସ୍ଥଳରେ ରଘୁନାଥ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ମୋର ଚେହରା ବି ତ ब्यूरो रिपोर्ट ONA खबर।